ଆପଣ ନାଁଟା କ'ଣ? ଚାରୁଲତା ସାହୁ। କ'ଣ ହେଇଛି ଆପଣ ଆମ ଘର ହେଉଛି ବଡ଼ମ୍ବା, କଟକ ଜିଲ୍ଲା ବଡ଼ମ୍ବା ଥାନାର ସାନ ବାର୍ସିଙ୍ଗି। ଆମର ଜାଗା ବଡ଼ ବାର୍ସିଙ୍ଗି ଧୋବଣୀ ନାଳ ପାଖରେ କିଛି ଜାଗା ଅଛି। ସେଇ ଜାଗାଟାକୁ ମୋ ଶ୍ୱଶୁରଙ୍କ ନାଁରେ ଥିଲା। ସେଇ ଜାଗାଟା ମୋ ଦିଅରମାନେ ମୋ ପାଖକୁ ଯେତେବେଳେ ବିକ୍ରି କରିବାକୁ ଆସିଲେ, ଅନ୍ୟ ବାହାର ଲୋକ ଗଲେ, ମୋ ସ୍ୱାମୀ ସେତେବେଳେ ବେଡ଼୍ରେ ଥିଲେ। ସେ କହିଲେ ଅନ୍ୟମାନେ, ମୋର ତ କିଛି ନାହିଁ, ମୋ ପିଲା 7 ଜଣ, 4ଟା ନାତି 3ଟା ପୁଅ, ଆମେ ବନ୍ଧା ଛନ୍ଦା ପକେଇକି ଯାହା କରି ଜାଗାଟା ରଖିଲୁ, କିଛି ଭବିଷ୍ୟତ ପାଇଁ ଜୀବନ ଜୀବିକା କରିବେ। ସେ ଦିନଠୁ ସେମିତି ଅଛି। ସେଇ ଗାଁ ଲୋକ ସବୁ ହିଁ ମାଟି ପୂରଣ କରିଛନ୍ତି, ସବୁ କଲେ, କିଛି ସେମାନେ ନେଇନାହାନ୍ତି। ଆଗେ ଶୁଣ, 2 ତାରିଖରେ, ଜୁନ୍ 2 ତାରିଖରେ ଆମେ ଘରେ ଅଛୁ। ମୋ ପୁତୁରା ବୋହୂ ଯାଉଥିଲେ ଭୁବନେଶ୍ୱର। ହଠାତ୍ ସେଇଠୁ ଫୋନ୍ କଲେ ଯେ ବୋଉ, ସେଠି କ'ଣ ଏତେ ଲୋକ ତମ ଜାଗାରେ ସବୁ ବାଡ଼ ଦେଉଛନ୍ତି। ଆମେ ସାନ ପୁଅର ମୋର ଗଲୁ। ମୋ ସାନ ପୁଅ ଘରେ ଥିଲା। ମୁଁ ଖାଲି ଏତିକି କହିଲି, ମ୍ୟୁଚୁଆଲ୍ ଗାଁ ମାଧ୍ୟମରେ ତ ସବୁ ମୀମାଂସା ହେବାର ଅଛି, ଆଉ ଆପଣ ତ ମୀମାଂସା ହେଇନି, ଆଉ କାହିଁକି ମୋ ଜାଗାଟାକୁ କଭର, ଏତିକି କହୁ କହୁ ମୋତେ ସେ ବାଡ଼େଇ ସାରିଲେଣି, ଧକ୍କା ମାରିଲେ। ବାଡ଼େଇଲେ ଆଜ୍ଞା। ମଙ୍ଗୁଳି ସାହୁ, ସ୍ୱାଧୀନ ସାହୁ ବାହାରେ ଥିଲେ। ଲୋକ ପ୍ରାୟ ସମସ୍ତେ ମଦ ପିଇଥିଲେ। ସେ 100 କି 150 ଲୋକ ଆଜ୍ଞା। ସମସ୍ତଙ୍କ ହାତରେ ବାଡ଼ି, କୋଦାଳ, ଶାବଳ, ଫାର୍ସା ସବୁ ଥାଏ। କାହିଁକି ଆପଣଙ୍କୁ ବାଡ଼େଇଲେ? ଆମେ ମନା କଲୁ ବୋଲି। ମୁଁ ମନା କଲି, କାହିଁକି ଯାହା ସମସ୍ୟା ଅଛି, ଯଦି ସମାଧାନ ହେଇସାରିଲା ପରେ ତମର ହେବେ, ତମ ନେବ, ଆମେ ଏତିକି ଭିତରେ ମୋତେ ସେ ବାଡ଼େଇଲେ। ବାଡ଼େଇଲା ପରେ ମୋ ପୁଅ, ସାନ ପୁଅ ଟିକେ ରେକର୍ଡ଼ିଂ କଲା। ଯେତେବେଳେ ମାଆକୁ ବାଡ଼ଉଛନ୍ତି, ପୁଅ ଟିକେ ରେକର୍ଡ଼ କରୁ କରୁ ତା ବେକରେ ଆଣିକିରି କଟୁରୀ ଲଗେଇ ଦେଇକିରି, କଟୁରୀ ବେଣ୍ଟରେ ବାଡ଼େଇ ପକେଇକି ତାଠୁ ଫୋନ୍ଟା ଛଡ଼େଇ ନେବା ଅବସ୍ଥାରେ ମୁଁ କହିଲି, ପୁଅ ହାତରୁ ନେଇ ଯାଉଛନ୍ତି, ମୋ ହାତରୁ ନେ ବୋଲି ମୁଁ ତାଠୁ ଫୋନ୍ଟା ଆଣିକି ଛାତି ଭିତରେ ଦରଦର ମୋ ଛାତି ମାରିଦେଲେ। ମୁଁ ପଡ଼ିଗଲି ଚିଦେଇକିରି। ପଡ଼ିଲା ଭିତରେ ସେ ଫୋନ୍ଟା ଛଡ଼େଇ ନେଲେ। ଗଛ ପଛ ଉପାଡ଼ିକିରି ମୋତେ 5-7 ଜଣ ବାଡ଼େଇଲେ, ମୋ ପୁଅକୁ 5-7 ଜଣ ବାଡ଼େଇଲେ। ଆମେ ନିରୁପାୟ କହିଲେ, ଏଠି ମାରିକିରି ପୋତି ଦେବୁ, ତୋ ବୋପାର ଏଇ ଜାଗା ନୁହଁ, ତୁ କେଉଁଠୁ ଏଇ ଜାଗା କିଣିଲୁ, ପଇସା ଆଣିଲୁ, ଖରାପ ଭାଷା କରିକିରି କହୁଥାନ୍ତି ଆଜ୍ଞା। କେଉଁଠୁ ତୁ ପଇସା ଆଣିକିରି ଜାଗା କିଣିଲୁ, ଏମିତି କହିକି ବାଡ଼େଇଲେ। ଏହି ସମୟରେ ଆମେ ବୋହୂଟି, ଏତେ ସମୟ କାହିଁ ଡେରି ହେଲା, ଆମ ସାନ ବୋହୂ ଗଲା। ସାନ ବୋହୂ ଟିକେ ରେକର୍ଡ଼ିଂ କରୁ କରୁ ସମସ୍ତେ ତା ପାଖକୁ ଧାଇଁକି ଆଇଲେ। ମୁଁ ବି ଦୌଡ଼ିକି ତା ପାଖକୁ ଆସିଲି ଭାରି। ମୁଁ କହିଲି, ଯାହା କରିବ ମୋତେ କର, ମୋ ବୋହୂ ଉପରେ କିଛି କରନି। ସେ ଆତ୍ମବିକଳରେ ଫୋନ୍ଟା ଧରିକି ଦୌଡ଼ିକି, ତା ପଛରେ ବି ଇଟା ପଥର ମାରିକିରି ଗୁଡ଼ାଏ ଲୋକ ଖରାପ ଭାଷା ଗାଳି କରିକି ଏମିତି ଆସିଲେ। ଆମେ ତ ଜୀବନ ବିକଳରେ ମୋ ପୁଅକୁ ଧରିକିରି, ମୁଁ କହିଲି ଆଉ ଏଠି ରହିବାନି, କହୁଛନ୍ତି ମାରିଦେବେ ବୋଲି, ଚାଲେ ଆମେ ମା' ପୁଅ ବୋହୂ ସମସ୍ତେ ତ ଥାନାକୁ ଗଲୁ। ଥାନାକୁ ଗଲା ପରେ ବହୁ ସମୟ ବସିଲୁ। ଆଇଆଇସି ସେମିତି ଆଗ FIR ଲେଖିକି ଦେଲୁ। କହିଲେ, କ'ଣ ଇତିହାସ ଆଣିକି ଲେଖିକିରି ଦେଉଛ, ଯେତିକି କରିବ ସେତିକି 2-4 ପଏଣ୍ଟ ଲେଖିକିରି ଦିଅ। କହିଲେ, ଆଜ୍ଞା 2-4 ପଏଣ୍ଟ ଏତେ ଗୁଡ଼ିଏ ତ କରିଛନ୍ତି କେମିତି? ନା 3 ଥର FIR ଦେଲୁ, 3 ଥର ଫେରେଇଲେ। ତାପରେ ସିଏ ଯାହା କହିଲେ ଆମେ ସେଇଆ ଲେଖିକିରି ଦେଲୁ। ଦେଲା ପରେ ତ 3-4 ଦିନ ପରେ FIR ଇଏ କଲେ। ତାପରଠୁ ଯେତେ ଥର ଗଲୁ, ତୋ ଜମି କେହି ନେବେନି। ସେ 10 ମହଲା ଘର କରିଥିଲେ, ଆମେ 10 ପ୍ଲାଟୁନ ପୋଲିସ ନେଇକିରି ମାରିଦେବୁ, ଏମିତି କହିଲେ। ମୁଁ କହିଲି, ମାରିବା ଯାଏ କାହିଁକି, ଆମକୁ ତ ମାରୁଛନ୍ତି ନା, ତୁମକୁ ମାରିଥିଲେ ଆମେ ଆରେଷ୍ଟ କରିଥାନ୍ତୁ, କ'ଣ ତୁମର ଇଏ ଅଛି? ତଥାପି ସାର୍ କଣ୍ଟା ଗଛ ଗୁଡ଼ାକ ଫୋଡ଼ି ହେଇକିରି ଦେଖେଇଲି, ସବୁ ହାତ ଫାତ ସବୁ କଣ୍ଟା ଫୋଡ଼ି ଯାଇଥାଏ, ଶାଢ଼ୀ ଚିରି ଯାଇଥାଏ, ତଥାପି ସେ କିଛି। ମୁଁ କହିଲି, ଆପଣଙ୍କ ମାଆ ଯଦି ହେଇଥାନ୍ତା, ମୁଁ ଆପଣଙ୍କ ମାଆ ବୟସର ଲୋକ, ମୋତେ ଏମିତି ବାଡ଼େଇଛନ୍ତି, ଆପଣ କିଛି ଆକ୍ସନ୍ ନେଉନାହାନ୍ତି। ନା, ଏଠି ମାଆ ପୁଅର ସମ୍ପର୍କ ପଡ଼ିନି, ଆମେ ଯାହା ଲିଗାଲରେ ନେବୁ। କ'ଣ ତମେ କହିଦେଲ ବୋଲି ଆମେ କ'ଣ ଆରେଷ୍ଟ କରିଦେବୁ, ଏମିତି କହିଲି। ଏବେ ଥାନା ବାଲା ଆପଣ କଥା ବୁଝୁନାହାନ୍ତି? ନା, ଏପର୍ଯ୍ୟନ୍ତ ହେଲାଣି ତ କିଛି ଷ୍ଟେପ୍ ନେଇନାହାନ୍ତି। ନା, ସରକାର କହୁଛି ଲୋକଙ୍କ ସରକାର, କିନ୍ତୁ ଥାନାରେ ଏମିତି କହିକି ଆଗା ବାଡ଼େଇଲେ। ତୋ ପଛରେ କିଏ ଅଛି? ଆମର ପଲିଟିକାଲ ହାତ ଅଛି, ଉପରେ ଆମର ହାତ ଅଛି। ସେଇ ଲୋକମାନେ ଯିଏ ବାଡ଼ଉଥାନ୍ତି, ସେଇମାନେ ହିଁ କହିକା ବାଡ଼ଉଥାନ୍ତି। କହିକା ବାଡ଼ଉଥାନ୍ତି। କ'ଣ ଚାହିଁବି? ମୋ ଜାଗା, ମୁଁ ଚାହୁଁଛି ନ୍ୟାୟ ଚାହୁଁଛି। ମୋ ପିଲା କେମିତି ସେଭ୍ ହେବେ? ମୋ ବୁଢ଼ୀ ଲୋକଟେ, ମୋ ପିଲା ଜୀବନ ଜୀବିକା ପାଇଁ ବାହାରେ ଅଛନ୍ତି, ସବୁବେଳ ପାଇଁ ତ ବାହାରେ ରହିବେନି, ଘର ପାଖରେ ଆସିକିରି ରହିବେ, ଦୋକାନ ବାଡ଼ି ଟିକେ କରିବେ, କେମିତି ସେଭ୍ ରହିବେ, ମୁଁ ଚାହୁଁଛି।